ଆସନ୍ତୁ ଜାଣିବା ଆଜିର ଖବର। ନିର୍ଦ୍ଦେଶ ହେଲା ସଂଶୋଧନ, କର୍ମଚାରୀ ନେଇପାରିବେ ଛୁଟି। ଜରୁରୀ ହେଲେ ଜୁନ୍ 30 ଯାଏଁ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ ନିର୍ଦ୍ଦେଶରେ ପ୍ରଶାସନ ବୁଧବାର ସଂଶୋଧନ କରିଛି। ମିଳିଥିବା ସୂଚନା ଅନୁଯାୟୀ ଆବଶ୍ୟକ ପଡ଼ିଲେ ଅଫିସରମାନେ ଛୁଟି ନେଇପାରିବେ, କିନ୍ତୁ ଜରୁରୀ ହେଲେ ତତ୍କାଳ ଯୋଗ ଦେବେ। ଏପରିକି ଜରୁରୀ ଯୋଗାଯୋଗ ପାଇଁ ନିଜ ମୋବାଇଲ ନମ୍ବର ଆକ୍ଟିଭ ରଖିବେ ବୋଲି ନିର୍ଦ୍ଦେଶକୁ କୁହାଯାଇଛି। ପରବର୍ତ୍ତୀ ଖବର। ଆଜି ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ପ୍ରଥମ କ୍ୟାବିନେଟ୍ ବୈଠକ। ଆଜି ଅର୍ଥାତ୍ ବୁଧବାର ଦିନ ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ପ୍ରଥମ କ୍ୟାବିନେଟ୍ ବୈଠକ। ସୂଚନା ଅନୁସାରେ ପ୍ରଥମ କ୍ୟାବିନେଟ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ତେବେ ଦୁଇଟି ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ହୋଇପାରେ ନିଷ୍ପତ୍ତି ଏବଂ ଲୋକସଭା ଭବନରେ ଗଣମାଧ୍ୟମ ପ୍ରତିନିଧି ପ୍ରବେଶ ନେଇ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଖବର। ଶପଥ ସମାରୋହରେ ନବୀନଙ୍କ ସହ ହାତ ମିଳାଇଲେ ମୋଦି। ହସି ହସି କହିଲେ, ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କେବି ସିଂହ ଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି। ଶପଥ ସମାରୋହ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଠେଜ ଉପରେ ହାତ ମିଳାଇ କଥା ହେଉଥିବାର ଦେଖାଯାଇଛି। ପରବର୍ତ୍ତୀ ଦିନରେ ଖବର ଏମିତି ପାଇବାକୁ ହେଲେ ଲାଇକ୍ ଏବଂ ସବସ୍କ୍ରାଇବ୍ ଏବଂ କମେଣ୍ଟ କରନ୍ତୁ।